नमस्कार मोर प्रिय भाई पुणी एक वीडियो आपन को स्वागत जनाऊँगी। आईटा हूँ आम दुर्मागुड़ा ठारे कर्णगुरुंकर प्रथम आकड़ा मालकानगिरी जिले में आज आम शुभ देवाक आम आसीचु। आई जगार कि भाया शुभ देले केमी आपन को डिटेल्स भाव में जनइबू। आई जगार आम शुणा पाइलु कि बीतीगला दिन में पुणी एक नाट शिखी जोटा दुर्मागुड़ा से केबे शिखी नाटर ना कौन से सब आम डिटेल्स भाव में आपन को जनइबू। सरस्वती भगवती जिसे तुम जगावया जोगी विद्यावंत विष्णु बाहर सर्वाल कहता जामन मधु सुदर वासुदेवाय वासुदेवाय नमो नमो नमामि Bye.
ଆମେ ଏଇ ଜାଗାର କିଛି ଲୋକଠୁ ଆମେ ବାଇଟ୍ ନେବୁ ବୋଲି ଆପଣଙ୍କୁ କହିଥିଲୁ ତ ଆପଣଙ୍କୁ ଫାଷ୍ଟ ତାଙ୍କର ପରିଚୟ ଆମେ ନେବା ଆଉ ତାଙ୍କ ଭାଇ ନା ନମସ୍କାର ଆଉ ଆପଣ ଏଇ ଗାଁର ନା ଅନ୍ୟ ଗାଁର ମୋ ନାଁ ହେଉଛି କୁଶତାତି ମୋ ଗାଁ ନାଁ ଏଇ ଦୁର୍ମାଗୁଡ଼ା ହଁ ହଁ ମୁଁ ଏଇ ଗାଁରୁ ଗୋଟେ ଭଦ୍ର ବ୍ୟକ୍ତି ହିସାବରେ ପୂର୍ବତନ ଜିଲ୍ଲା ପରିଷଦ ମଧ୍ୟ ହଁ ହଁ ବହୁତ ଭଲ କଥା ପିଲାମାନଙ୍କର ଇଚ୍ଛାକୁ ନିଶ୍ଚିତ ଭାବରେ ପୂରଣ କରିବ ବୋଲି ଗୋଟେ ଆଶା ଥିଲା ହଁ ହଁ ତେଣୁ ଏ ପଦକ୍ଷେପଟା ପ୍ରଥମ ଥର ପାଇଁ ନେଉଛି ଆମର ଟେମ୍ବୁରପଲ୍ଲୀ ଗ୍ରାମ ପଞ୍ଚାୟତର ହଁ 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 ଆଉ ଏଇ ଜାଗାରେ ଆପଣଙ୍କର ଯେଉଁ ପିଲାମାନଙ୍କର ନାଟ ଶିଖିବାର ଆପଣ କେଉଁ ମାନେ ତାଙ୍କୁ ସହଯୋଗ କିଭଳିଆ କରିବେ ଆପଣ ନିଶ୍ଚିତ ଭାବରେ ପିଲାମାନେ ଯେଉଁଟା ଯେତେବେଳେ ଚାହିଁବେ କେବେ ମିଶା କମ୍ କରିବାକୁ ଦେବୁ ନାହିଁ ଆମର ଯେତିକି ପାରୁ ପର୍ଯ୍ୟନ୍ତ ସକ୍ସେସ୍ ହେବା ପର୍ଯ୍ୟନ୍ତ ଆମେ ନିଶ୍ଚିତ ଭାବରେ ଆମର ଆପଣ ଗୋଟିଏ ଯଦି ଦାୟିତ୍ୱ ଅଛନ୍ତି ବୋଲେ ନାଟ ଦାୟିତ୍ୱ ମଧ୍ୟ ନିହାତି ନେବେ ତ ନିଶ୍ଚିତ ଭାବରେ ଥ୍ୟାଙ୍କ ୟୁ ଆମେ ଆଉ ଗୋଟେ ଭାଇଠୁ ବାଇଟ୍ ନେବା ଆଉ ତାଙ୍କେ ମଧ୍ୟ କିଛି ବିଜେଡ଼ିର ପଦବୀୟ ଥିଲେ ବୋଧେ ଥିଲେ ସରପଞ୍ଚ ଥିଲେ ନା ଅଛନ୍ତି ଏବେ ବହୁତ ଭଲ କଥା ବିଜେ ମଧ୍ୟ ଏଇ ଜାଗାରେ ଉପସ୍ଥିତ ଥିଲେ ଏବଂ ତାଙ୍କେ ସହଯୋଗ ମଧ୍ୟ କରିବା ପାଇଁ ଇଚ୍ଛୁକ ଅଛନ୍ତି ଭାଇଠୁ କିଛି ବାଇଟ୍ ନେବା ତାଙ୍କ ନାଁ ମଧ୍ୟ ଆମେ ଜାଣିନେବା ଭାଇ ନମସ୍କାର ଭାଇ ନମସ୍କାର ଆଉ ଆପଣ କେଉଁ ପଦବୀରେ ଅଛି କହିଲେ ମୁଁ ବର୍ତ୍ତମାନ ଏବେ ସରପଞ୍ଚ ଅଛି ଏଇ ଗାଁର ହଁ ଟେମ୍ବୁରପଲ୍ଲୀ ପଞ୍ଚାୟତ ଏଇ ଦୁର୍ମାଗୁଡ଼ା ଟେମ୍ବୁରପଲ୍ଲୀ ପଞ୍ଚାୟତର ଟେମ୍ବୁରପଲ୍ଲୀ ହଁ ହଁ ଆମେ ଶୁଣିବାକୁ ପାଇଲୁ କି ପୁଣି ଏଇ ଜାଗାରେ ନାଟଟା ଶିଖିଥିଲେ ସେଇଟା କେଉଁ ମସିହାରେ ଶିଖିଥିଲେ ଆପଣ ଜାଣିଛନ୍ତି ନା ଜାଣିନାହାନ୍ତି 7-8 ଭିତରେ କେବେ କହିଲେ 2007-8 ଓହୋ ଆଉ ସେଇ ନାଟର ନାଁ ଜାଣିଛନ୍ତି ନା ଜାଣିନାହାନ୍ତି ଜାଣିନାହାନ୍ତି ଆଉ ହଉ ଆମେ ଅନ୍ୟ ଜଣଠୁ ବାଇଟ୍ ନେବା ଆଉ ଆପଣଙ୍କର ଯଦି ସହମତ ଯଦି ହେବେ କିଛି ଦାୟିତ୍ୱ ମଧ୍ୟ ଆପଣଙ୍କୁ ବିତିଗଲା ଦିନ କିଛି ପଦବୀରେ ସରପଞ୍ଚରେ ଛିଡ଼ା ହେଇ କରିଥିଲେ କାହିଁକି ନା ଆପଣଙ୍କର ଭଲ ବ୍ୟବହାର ସବୁ କିଛି ଜାଣିକି ଆପଣଙ୍କୁ ଗୋଟେ ଦାୟିତ୍ୱରେ ଦେଇଛନ୍ତି ଆଉ ଏଇ ଗାଁରେ ତାଙ୍କେ ଇଚ୍ଛା କଲେ କି ଗୋଟେ କର୍ଣ୍ଣଗୁରୁଙ୍କର ଗୋଟିଏ ନାଟ ଶିଖିବା ଏବଂ ସେଇ ନାଟକୁ ଆମେ ଆଗକୁ ନେବା ବୋଲି ତାଙ୍କର ଇଚ୍ଛା ଅଛି ତାଙ୍କେ ଆପଣଙ୍କୁ ସହଯୋଗ ମଧ୍ୟ ମାଗିଲେ କି ନାଟକୁ ଆମେ କେମିତି ବଢ଼େଇବା ଆଉ ଆପଣଙ୍କର ସହଯୋଗ ହେଲେ ଆମେ ଆଗକୁ ଏଇ ଗାଁର ନାଁ ଏବଂ ଆପଣଙ୍କର ତା ସହିତ ନାଁ ମଧ୍ୟ ଆସିବ ଆମେ ଇଚ୍ଛୁକ ଅଛୁ ବୋଲି ତ ଆଜି ଜାଗାରେ ଛିଡ଼ା ହେଇକି ଆମେ ଆଜି ଯେଉଁ ଶୁଭ ଉଦ୍ଘାଟନ କରିଛୁ ବହୁତ ଭଲ କଥା ଦେଖନ୍ତୁ ଯାଉ କର୍ଣ୍ଣଗୁରୁକୁ ମୋ ତରଫରୁ ଅଶେଷ ଧନ୍ୟବାଦ ହଁ ଗୋଟେ ଭିତର ଏରିଆରେ ଆସିକି କର୍ଣ୍ଣଗୁରୁ ଆମ ଯେଉଁ ଟେମ୍ବୁରପଲ୍ଲୀ ଗ୍ରାମ ପଞ୍ଚାୟତ ଦୁର୍ମାଗୁଡ଼ା ଗ୍ରାମରେ ପ୍ରଥମ ଭାବରେ ଗୋଟେ ନାଟ ଆମେ ଉଦ୍ଘାଟନ ଆଜି ହେଇଛି ଏଇ ନାଟଟିକୁ ବହୁତ ମାତ୍ରାରେ ଇଏ ବୁଲେଇବେ ବୋଲିକି ମୁଁ କର୍ଣ୍ଣଗୁରୁକୁ ଆଶା କରୁଛି ଏବଂ ମୋର କର୍ଣ୍ଣଗୁରୁ ପାଖରେ ଏତିକି ମୋର ବିଶ୍ୱାସ ଅଛି ଆଉ ବହୁତ ଭଲ କଥା କି କର୍ଣ୍ଣଗୁରୁର ମାଲକାନଗିରି ଜିଲ୍ଲାରେ ଏଇଟା ହେଉଛି ପ୍ରଥମ ଆଖଡ଼ା ତାଙ୍କୁ କର୍ଣ୍ଣଗୁରୁ କ'ଣ ମାନେ ମୁଁ ସ୍ୱାଗତ ଅଶେଷ ଧନ୍ୟବାଦ ଯେତେବେଳେ ଆମ ପ୍ରୋଗ୍ରାମ ଟେମ୍ବୁରପଲ୍ଲୀ ପଞ୍ଚାୟତରେ ହଁ ହଁ ସବୁ ନାଟ କର୍ଣ୍ଣଗୁରୁଙ୍କର ନାଟ ହେଲା ହଁ ହଁ ସେଥିପାଇଁ ମୁଁ ବହୁତ ଇଚ୍ଛୁକ ହେଲା ମୋର ମଧ୍ୟ କର୍ଣ୍ଣଗୁରୁ ମୁଁ ଯାହାକୁ ସବାଇକୁ ଜଣେଇଲି ନାଟ ଯଦି ଶିଖିବ ତ କର୍ଣ୍ଣଗୁରୁ ଧରିବା କର୍ଣ୍ଣଗୁରୁ ନାଟ ବହୁତ ଭଲ ଅଛି ବୋଲି ହଁ ହଁ ମାନେ ଏବେ ରିସେଣ୍ଟ ଗୋଟେ ଇଏ କର୍ଣ୍ଣଗୁରୁ ନାଟ ମଧ୍ୟ ଆମେ ଆମ ଯେଉଁ ସରାସରି ହେଲା ଗୋଟେ ହଁ ହଁ ସେ ଜିନିଷର ଆମ କର୍ଣ୍ଣଗୁରୁ ନାଟକୁ ବହୁତ ଭଲ କଥା ଆମେ ଏଇ ଯେତିକି ଏରିଆରେ ଯେତିକି ଅଛନ୍ତି ଆମର ଦୁର୍ମାଗୁଡ଼ାରେ କିମ୍ବା ଆଖପାଖ ପଞ୍ଚାୟତରେ ମଧ୍ୟ କର୍ଣ୍ଣଗୁରୁଙ୍କର ଫେଭରେଟ୍ ଅଛନ୍ତି ଆଉ କର୍ଣ୍ଣଗୁରୁଙ୍କର ନାଟ ହିଁ ଦେଖିବା ପାଇଁ ତାଙ୍କେ ପସନ୍ଦ କରନ୍ତି ଆଉ ଆପଣ ମଧ୍ୟ ଇଚ୍ଛା କଲେ କି କର୍ଣ୍ଣଗୁରୁଙ୍କର ଗୁରୁକୁ ଡାକିବା ଏବଂ କର୍ଣ୍ଣଗୁରୁର ନାଟ ଏଇଠି ହଉ ବୋଲିକି ବହୁତ ଭଲ କଥା ଆଜି ପ୍ରଥମ ମାନେ ମାଲକାନଗିରି ଜିଲ୍ଲାର ଶୁଭ ଆରମ୍ଭ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଆଉ ଏଇ ମହୁପଦର ତାଙ୍କେ ଏକ୍ସ ସରପଞ୍ଚ ଅଛନ୍ତି ତାଙ୍କଠୁ ଆମେ କିଛି ବାଇଟ୍ ନେବା ଭାଇ ନମସ୍କାର ଭାଇ ଆଜ୍ଞା ନମସ୍କାର ଆଉ ଏଇ ଜାଗାରେ ଯେଉଁଟା ଦୁର୍ମାଗୁଡ଼ା ଠାରେ ନୂଆରେ ପ୍ରଥମ ଥର କରି ଆଖଡ଼ା ଷ୍ଟାର୍ଟ କଲେ ଆଉ ଆପଣ କେତେ ଖୁସି ଅଛନ୍ତି ଏଇ ଆଖଡ଼ା ଏବଂ ଏଇ ଗାଁ ପାଇଁ କିଛି ନାଟ ମାଧ୍ୟମରେ ଅନେକ ଜାଗାରେ ଏମାନେ ନାଟ କରିକି ଆପଣଙ୍କର ଗାଁର ନାଁ ଏବଂ ନାଟର ନାଁ ଆଗକୁ ନେବା ପାଇଁ ତାଙ୍କେ ଚାହୁଁଛନ୍ତି ଆପଣ ସେଇ ଜାଗାରେ କେତେ ଖୁସି ଅଛନ୍ତି ଆଜ୍ଞା ବହୁତ ଖୁସି ଯେହେତୁ ମୋତେ ନିମନ୍ତ୍ରଣ କରାଯାଇଥିଲା ଟେମ୍ବୁରପଲ୍ଲୀ ପଞ୍ଚାୟତ ଆମର ଦୁର୍ମାଗୁଡ଼ା ଗ୍ରାମରେ ଏହି ଅଞ୍ଚଳରେ ଆମର କର୍ଣ୍ଣଗୁରୁଙ୍କର ନାଟ ବେଶ ପରିଚିତ ଯେହେତୁ ବହୁତ ନାଁ ମଧ୍ୟ କମାଇଛି ତେଣୁ ଲୋକ ବହୁତ ପସନ୍ଦ କରନ୍ତି କର୍ଣ୍ଣଗୁରୁର ନାଟ ଦେଖିବା ପାଇଁ ତେଣୁ ଆଜି ଏଇ ଦୁର୍ମାଗୁଡ଼ା ଗ୍ରାମରେ ଆଜି ଶୁଭ ଉଦ୍ଘାଟନ କରିଛନ୍ତି ବହୁତ ଖୁସି ଲାଗୁଛି ଆଗାମୀ ଦିନରେ ଯେ ଏହି ଅଞ୍ଚଳର ପିଲାମାନଙ୍କର କଳା ପ୍ରତି ଇଚ୍ଛୁକ ଅଛନ୍ତି ସେମାନେ ଲୋକଙ୍କ ସାମ୍ନାରେ ଦେଖାଇ ପାରିବେ ଏବଂ ଗାଁର ନାଁକୁ ଅଧିକ ରଖିବେ ଏବଂ ନାଟକୁ ଗାଁ ଗାଁ ବୁଲେଇକି
ପ୍ରଦର୍ଶନ କରିବେ ବୋଲି ମୁଁ ବହୁତ ଆଶା କରୁଛି। এই জায়গায় দুর্মাগুড়া ঠারে নাট শিখিলে আমি শুনিবাক পাইলু সেটা কোউ মସିହାରେ ଆପଣ ଟିକେ ସେଇ ବିଷୟରେ ଆମେ ଜାଣିବା ପାଇଁ ଚାହୁଁଛୁ। ଆଜ୍ଞା 2007-8 ମସିହାରେ ହଁ ହଁ ପ୍ରଭୁନାଥ ଗୁରୁ ବୋଲି ଜଣେ ଶିଖାଇଥିଲେ ଏଇ ଗାଁ ଦୁର୍ମାଗୁଡ଼ା ଗ୍ରାମରେ। ହଁ ହଁ ସେତେବେଳେ ମଧ୍ୟ ବହୁତ ପରିଚିତ ହେଇଥିଲା, ବହୁତ ଗାଁରେ ବି ବୁଲାବୁଲି କରି ନାଟ ନାଁ କମାଇଥିଲା। ଦୀର୍ଘ ଦିନ ଧରି ଶିଖୁନଥିଲେ ବି ବର୍ତ୍ତମାନ କର୍ଣ୍ଣଗୁରୁର ଭରସା ରଖିକି ଏ ବର୍ଷ ଶୁଭ ଉଦ୍ଘାଟନ କରୁଛନ୍ତି। ହଁ ହଁ ଆଶା କରୁଛି ନିଶ୍ଚୟ ଏ ମଧ୍ୟ ନାମ କମାଇବେ ଏବଂ ଚାରିଆଡ଼େ ବୁଲାବୁଲି। ନାଟର ନାଁ କ'ଣ ଥିଲା? ସୁନ୍ଦରୀ ଝିଅକୁ ସିନ୍ଦୁର ମଣା। ବହୁତ ବଢ଼ିଆ ନା। ଆଉ କେତେ ଆକଡ଼ା ବୁଲିଥିଲା ସେ ବିଷୟରେ ଆପଣ ଜାଣିଥିବେ କି? 100 ପାର ହେଇଥିଲା। ହଁ ବହୁତ ଭଲ କଥା। ସେଇ ସମୟରେ ଏତେ ବୁଲେଇଲ ବୋଲିଲା ବେଳେ ବହୁତ ଭଲ କଥା, କାହିଁକିନା ସେଇ ଟାଇମ୍ରେ ଫୋନ୍ ଫାନ୍ ସେତେ ବହୁତ କମ୍ ଥିଲା। ଘରେ ଆସିକି ଗାଁରେ ଆସିକି ସେମାନେ ନାଟଟା ବୁକିଂ କରୁଥିଲେ, ବହୁତ ଭଲ କଥା। ଆଜ୍ଞା ଆଜ୍ଞା। ଆପଣମାନେ ତ ଶୁଣିଲେ, ଆମେ ଅନେକ ଲୋକର ବାଇଟ୍ ନେଲୁ। ଆଉ ଆଗାମୀ ଦିନରେ ଆପଣଙ୍କୁ ଏକ ନୂଆ ଭିଡ଼ିଓ ଏବଂ ନୂଆ ଡ୍ୟାନ୍ସ ଗୀତ ସେଇ ମାଧ୍ୟମରେ ଆପଣଙ୍କୁ ଆକଡ଼ା ଷ୍ଟାର୍ଟ ହେଲା ସମୟରେ ମଧ୍ୟ ଆପଣଙ୍କୁ ଆସିକି ଏଇ ଜାଗାର ଦୁର୍ମାଗୁଡ଼ାର ଆପଣଙ୍କୁ ଭିଡ଼ିଓ ଦେଖେଇବି। ଭିଡ଼ିଓଟା କଣ୍ଟିନ୍ୟୁ ଦେଖୁଥିବେ। ଯଦି ଭିଡ଼ିଓଟା ଭଲ ଲାଗିଥାଏ ତାହେଲେ ନିହାତି ଗୋଟେ ଲାଇକ୍ ଏବଂ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ। ପୁଣି ଦେଖା ହେବ ଏକ ନୂଆ ଜାଗା ଏବଂ ନୂଆ ଭିଡ଼ିଓରେ। ସେଇ ପର୍ଯ୍ୟନ୍ତ ରହିଲି, ନମସ୍କାର।